ଏଥର ନୂଆବର୍ଷରେ ଏକାଥରେ ମିଳିବ 2ଟି ସୁଭଦ୍ରା କିସ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ବଡ଼ ଘୋଷଣା। ହେଲେ ଆପଣ ବି ଜଣେ ସୁଭଦ୍ରା ହିତାଧିକାରୀ ଟଙ୍କା ପାଉଛନ୍ତି। ଆଉ ଆପଣଙ୍କ ପାଇଁ ଖୁସି ଖବର, କାହିଁକିନା ଏବେ ଏକାବେଳେ ଆସିବ 5,000 ନୁହେଁ 10,000 ଟଙ୍କା। କାହାକୁ ମିଳିବ, କେବେ ମିଳିବ, ଭିଡ଼ିଓରେ ଜାଣିବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯଦି ଆପଣ ବି ଜଣେ ସୁଭଦ୍ରା ହିତାଧିକାରୀ ବା ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ, ଏକଥା ଜାଣିଥିବେ ସରକାର ପକ୍ଷରୁ ଏବେ ଥାର୍ଡ଼ ଇନଷ୍ଟଲମେଣ୍ଟ ଅର୍ଥାତ୍ 5,000 କରି 15,000 ଟଙ୍କା ମିଳିସାରିଛି। ଏବେ ଆସିବା ପାଇଁ ବାକି ରହିଛି ଚତୁର୍ଥ କିସ୍ତିର ଟଙ୍କା ଅର୍ଥାତ୍ 4 ଇନଷ୍ଟଲମେଣ୍ଟରେ ଆଉ 5,000 ଟଙ୍କା। ତେବେ ଏହି ମଧ୍ୟରେ ସରକାର ପକ୍ଷରୁ ଆସିଲା ନୂଆ ସୂଚନା। ଏଥର ନୂଆବର୍ଷରେ ମିଳିବ ଏକାବେଳେ 2ଟି କିସ୍ତିର 10,000 ଟଙ୍କା। ହେଲେ ଜାଣି ରଖନ୍ତୁ, ସେହି ହିତାଧିକାରୀଙ୍କୁ ମିଳିବ ଯେଉଁମାନେ ଏବେ ରିସେଣ୍ଟଲି ବର୍ତ୍ତମାନ ନୂଆ ଆବେଦନ କରିଥିଲେ। ଅର୍ଥାତ୍ ଆପଣ ଜାଣିଥିବେ ବା ଜାଣିଥିଲେ ଏବେ ରିସେଣ୍ଟଲି ପୋର୍ଟାଲ ମଧ୍ୟ ଚାଲୁ ହୋଇଥିଲା। ଯେଉଁମାନଙ୍କ ବୟସ 21 ବର୍ଷ ହୋଇଥିଲା ସେମାନେ ମଧ୍ୟ ନୂଆ ଆବେଦନ କରିବେ। ତେବେ ସେହି ହିତାଧିକାରୀଙ୍କୁ ନୂଆବର୍ଷ ଉପଲକ୍ଷେ ମିଳିବାକୁ ଯାଉଛି ଏକାବେଳେ 2ଟି କିସ୍ତିର 10,000 ଟଙ୍କା। କିନ୍ତୁ ଯଦି ଆପଣ ଭାବୁଥିବେ ଯାହାଙ୍କୁ ଏପର୍ଯ୍ୟନ୍ତ ଥାର୍ଡ଼ ଇନଷ୍ଟଲମେଣ୍ଟ ମିଳିସାରିଛି ସେମାନଙ୍କୁ ଚତୁର୍ଥ କିସ୍ତି କେବେ ମିଳିବ, ତେବେ ଜାଣି ରଖନ୍ତୁ ଏନେଇ ସେମାନଙ୍କୁ ମଧ୍ୟ ସରକାର କିଛି ଘୋଷଣା କରିନାହାନ୍ତି। ଅର୍ଥାତ୍ ସେମାନଙ୍କୁ ମାସିକ 2ଟି କିସ୍ତିରେ, ଗୋଟିଏ ରକ୍ଷାବନ୍ଧନ ଉପଲକ୍ଷେ ଆଉ ଗୋଟିଏ ଏକ ମହିଳା ଦିବସ ଯେମିତିକି ମାର୍ଚ୍ଚ ମାସର 8 ତାରିଖରେ ମଧ୍ୟ ମିଳିଥାଏ, ଠିକ୍ ସେମିତି ସେମାନଙ୍କୁ ମଧ୍ୟ ସେହି ଡେଟ୍ରେ ମିଳିବ। ଏହାଛଡ଼ା ଆପଣମାନେ ଜାଣି ରଖନ୍ତୁ ସୁଭଦ୍ରା ଯୋଜନା ଅଧୀନରେ ବହୁତ ହିତାଧିକାରୀ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ କିଛି ହିତାଧିକାରୀଙ୍କୁ ଗୋଟିଏ କିସ୍ତି ମିଳିଛି ଆଉ 2ଟି କିସ୍ତି ମିଳିନାହିଁ। ଏମିତିକି 2ଟି କିସ୍ତି ମିଳିଛି ଆଉ ଗୋଟିଏ କିସ୍ତି ମଧ୍ୟ ମିଳିନାହିଁ। ତେବେ ସେମାନଙ୍କୁ କାହିଁକି ମିଳିନାହିଁ ତାହା ନେଇ ମଧ୍ୟ ସରକାର ପକ୍ଷରୁ ତର୍ଜମା ଜାରି ହୋଇଛି। ତେବେ ସେମାନଙ୍କୁ ଅଟକେଇ ରଖିଥିବା ବା ରହିଥିବା ସମସ୍ତଙ୍କ ଟଙ୍କା ମଧ୍ୟ ବେଲେ ବି ସେମାନଙ୍କ ଖାତାକୁ କେତେବେଳେ ବି ଆସିପାରେ। ସେମାନଙ୍କ ଖାତାକୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ମଧ୍ୟ ଦେଇଛନ୍ତି। ଆଉ ଯଦି ଭାବୁଥିବେ ଏଥର କେଉଁମାନଙ୍କୁ ଟଙ୍କା ମିଳିବ, ତେବେ ଲିଷ୍ଟ ଦେଖିବାକୁ ହେଲେ ଡିସ୍କ୍ରିପସନରେ ଲିଙ୍କ ଅଛି, ଯାଇକି ଲିଷ୍ଟ ଦେଖିପାରିବେ। ତ ଫ୍ରେଣ୍ଡସ୍, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡ଼େଟ୍। ଯଦି ଅପଡ଼େଟ୍ଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।